ଦେଶର କୋଟି କୋଟି ଚାଷୀଙ୍କ ପାଇଁ କେନ୍ଦ୍ର ସରକାରଙ୍କ ଲୋକାଭିମୁଖୀ ଯୋଜନା କାର୍ଯ୍ୟ କରୁଛି। ଅନେକ ଗୁଡ଼ିଏ ଯୋଜନା ମଧ୍ୟରୁ ଗୋଟିଏ ପ୍ରମୁଖ ସ୍କିମ୍ ହେଉଛି ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା। ଏହି ଯୋଜନା ମାଧ୍ୟମରେ ଦେଶର କୋଟି କୋଟି ଚାଷୀ ଉପକୃତ ହୋଇପାରୁଛନ୍ତି। କେନ୍ଦ୍ର ସରକାର ଦେଉଥିବା ଆର୍ଥିକ ସହାୟତା ତଥା ଅନ୍ୟାନ୍ୟ ସୁବିଧା ସୁଯୋଗ ସିଧାସଳଖ ଚାଷୀଙ୍କ ଆକାଉଣ୍ଟକୁ ଯାଉଛି। ତେବେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ ସାମିଲ ହୋଇଥିବା ବ୍ୟକ୍ତି ବା ଆକାଉଣ୍ଟଧାରୀଙ୍କ ପାଇଁ eKYC ବାଧ୍ୟତାମୂଳକ କରାଯାଇଛି। ଏହି ଯୋଜନାରେ ଲାଭବାନ ହେଉଥିବା ଚାଷୀ eKYC କରିବା ନିହାତି ଆବଶ୍ୟକ। ଏଥିପାଇଁ ମୋଦି ସରକାର ଏକାଧିକ ଥର ସୁଯୋଗ ବି ଦେଇଛନ୍ତି। କିନ୍ତୁ ଏବେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାକୁ ନେଇ ଆସିଛି ଏକ ବଡ଼ ଖବର। ହଜାର ହଜାର ସଂଖ୍ୟାରେ ଚାଷୀ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରୁ ବାଦ ପଡ଼ିବାକୁ ଯାଉଛନ୍ତି। କାରଣ ସରକାରଙ୍କ ପକ୍ଷରୁ eKYC ଅପଡେଟ୍ କରିବା ପାଇଁ ବାରମ୍ବାର କୁହାଯାଉଥିଲେ ସୁଦ୍ଧା କିଛି ଚାଷୀ ଏଯାଏଁ କରିନାହାନ୍ତି। ତେଣୁ ଏହି ଯୋଜନାରୁ ପ୍ରାୟ 10 ଲକ୍ଷରୁ ଉର୍ଦ୍ଧ୍ୱ ଚାଷୀ ବାଦ ପଡ଼ିବାକୁ ଯାଉଛନ୍ତି। କାରଣ ଏମାନେ ବର୍ତ୍ତମାନ ସୁଦ୍ଧା eKYC କରିନାହାନ୍ତି। KYC ଅପଡେଟ୍ କରିବା ପାଇଁ ପୂର୍ବରୁ ଚାଷୀଙ୍କୁ 5 ଥର ସୁଯୋଗ ଦିଆଯାଇଥିଲା। ବାରମ୍ବାର ତାରିଖ ଗଡ଼ାଇ ଚାଲିଥିଲେ କେନ୍ଦ୍ର ସରକାର। ତଥାପି କିଛି ଚାଷୀ KYC ଅପଡେଟ୍ କରିନାହାନ୍ତି। ତେଣୁ ସେହି ସବୁ ଆକାଉଣ୍ଟଗୁଡ଼ିକୁ ନକଲି ଘୋଷଣା କରିବା ସହିତ ବନ୍ଦ କରିବେ କେନ୍ଦ୍ର ସରକାର। ସୂଚନା ଯେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଅଧୀନରେ ଯୋଗ୍ୟ ଚାଷୀଙ୍କୁ ପ୍ରତି 4 ମାସରେ 2,000 ଟଙ୍କା ଦେଇଥାନ୍ତି। କେନ୍ଦ୍ର ସରକାର ଏହି ଯୋଜନାର 14ଟି କିସ୍ତି ଏପର୍ଯ୍ୟନ୍ତ ବଣ୍ଟନ କରାଯାଇଛି। ଯେହେତୁ ଅଯୋଗ୍ୟ କୃଷକମାନେ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହୋଇଛନ୍ତି, ସେମାନଙ୍କ ସୁବିଧା ବନ୍ଦ କରିବା ଏବଂ ସେମାନଙ୍କଠାରୁ ଟଙ୍କା ଫେରସ୍ତ ପ୍ରକ୍ରିୟା ବର୍ତ୍ତମାନ ଚାଲିଛି। ଏହା ବ୍ୟତୀତ ଏହି ଯୋଜନାଠାରେ ଠକେଇକୁ ରୋକିବା ପାଇଁ ହିତାଧିକାରୀଙ୍କୁ ଆଧାର ଏବଂ eKYC ସଂଯୋଗ କରିବା ବାଧ୍ୟତାମୂଳକ କରାଯାଇଛି।